ଆଖିରୁ ଦୁଇ ଟୋପା ଲୁହ ବାହାରି ଆସିଲା। ସେଦିନ ସକାଳୁ ଉଠି ମୁଁ ପିଣ୍ଡାରେ ବସିଥାଏ। ମୋତେ ଲାଗିଲା ମୁଁ ସିନା ହସୁଛି କିନ୍ତୁ ମନଟା ନା ଚୁପ୍ ଥିଲା। ଆଉ ମୋ ମନ ଭିତରେ ଯାହା ଚାଲୁଛି ନା ସେଇଟା ମୁଁ କାହାକୁ କହିବି ବୋଲି ଭାବୁଥିଲି, କିନ୍ତୁ କାହାକୁ କହିପାରିଲିନି। କାରଣ ମୋ କଥା କେହି ବୁଝିପାରିବେନି। ଆଉ ସେଇ କଥା ଭାବି ମୋ ଡାଏରୀରେ ଦିପଦ ଲେଖିଲି। ଆଉ କଲମ ଧରିକି ଯେତେବେଳେ ମୁଁ ଲେଖୁଥିଲି ନା, ବିଶ୍ୱାସ କରିବେନି, ମାନେ କେମିତି ଗୋଟେ ମନକୁ ଗୋଟେ ଚିନ୍ତା ଆସିଲା। ଆଉ ଲେଖିଲା ବେଳକୁ ହାତ ଖାଲି ଥରୁଥାଏ। ଆପଣ ଭାବିବେ ବଢ଼େଇ ଚଢ଼େଇ କହୁଛି, ସେପରିକା କିଛି ବି ନୁହଁ। ସତରେ ଏବେ ବି ମୁଁ 2026 ମସିହାରେ ସେଇ ଜିନିଷ, ସେ ଟାଇମ୍, ସେ କଥା ଭାବିଲା ବେଳକୁ ନା ଖୁସି ବି ଲାଗେ ଆଉ ବହୁତ ଦୁଃଖ ବି ଲାଗେ। ତଥାପି ମୁଁ ଗୋଟିଏ ଲାଇନ୍ ମୋ ଡାଏରୀରେ ଲେଖିଲି, ମୁଁ ଦୁର୍ବଳ ନୁହଁ, ବାସ୍ ଟିକେ ଆଜି ଖାଲି ଥକି ପଡ଼ିଛି। ସେ ପଦିଏ କଥା ନା ମୋ ଛାତି ଭିତରୁ ସବୁ ଦୁଃଖ, ସବୁ କଷ୍ଟ ଦୂରେଇ ଦେଲା। କାରଣ ଏଇ କିଛି ଦିନ ମୋ ସହ ଯାହା ବି ଘଟିଲା, ସେଇ ଘଟଣାରୁ ମୁଁ ବହୁତ କିଛି ଶିଖିଲି। ଯେ ଗୋଟେ ମଣିଷ ଜୀବନରେ କେତେ ଦୁଃଖ, କେତେ କଷ୍ଟ ଆସିପାରେ। କାରଣ ସେଇ ଘଟଣାରୁ ମୁଁ ଶିଖିଗଲି ଯେ ମଣିଷ ଜୀବନଟା କ'ଣ, ସେ କେମିତି ଚଳିବ, କେମିତି ତା ଜୀବନରେ କଷ୍ଟ ଆସେ, ସବୁ କିଛି ଶିଖିଗଲି। ଆଉ ଲେଖିଲା ବେଳେ ନା ଆଖିରୁ ଦୁଇ ଟୋପା ଲୁହ ବାହାରି ଆସିଲା। ଆଜି ମୁଁ ବୁଝିଗଲି, ମୋ କଷ୍ଟ ସିନା ମୋତେ ଭାଙ୍ଗିବାକୁ ଆସେ, କିନ୍ତୁ ମୋ ସ୍ୱପ୍ନ ମୋତେ ଆଗକୁ ବଢ଼ିବାକୁ ସାହସ ଦିଏ। କିନ୍ତୁ ଆଜି ମୁଁ ହାରିନି, କିନ୍ତୁ ନିଜକୁ ଟିକେ ସମୟ ଦେଲି। କିନ୍ତୁ ତମେ ଆଜି ଯଦି ଥକି ପଡ଼ିଛ ନା, ତେବେ ଏକଥା ମନେ ରଖ, ସେଟା ଶେଷ ନୁହଁ, ସେଇଠୁ ହିଁ ଆରମ୍ଭ।